କୁଆଡ଼େ ଗଲା ଏପର୍ଯ୍ୟନ୍ତ ଉଠିନି। 9ଟା ବାଜିଲାଣି ତଥାପି ଉଠିତେ କହୁନି। ପାଠ ପଢ଼ିବ କେତେବେଳେ? ମୋତେ ଏତେ ଜୋର ରାଗ ମାଣ୍ଡୁଛି ଏଟା ପୂର୍ବ ନକର ତୁ ଏପର୍ଯ୍ୟନ୍ତ କ'ଣ ପାଇଁ ଉଠିଲୁ? ହାଁ ଭଲ କାନ୍ଧା ଓହୋ ତୁ ପାଠ କରିବୁ କେତେବେଳେ? ଟିଉସନ ପାଠ ସ୍କୁଲ ପାଠ ମୁଣ୍ଡ ଖରାପ ହେଇଯାଉଛି ଛୁଆଟା ଉଠେ ଉଠେ। ହେ ପ୍ରଭୁ କ'ଣ ତୋ ବାପା କୁଆଡ଼େ ଗଲେ? ତାଙ୍କୁ ଡାକ ସେ ଡାକିବେ। ମୁଁ ଜମା ଉଠେଇ ପାରିବିନି ଗଧଟା କୋଉଠୁ ଆସିକି ପହଞ୍ଚି କି ବେଳରୁ ଆସିକି ପହଞ୍ଚି ମୋ ଭାଗ୍ୟ ଭିତରେ ଜାଣେ। ମୋ ମୁଣ୍ଡଟା ଖରାପ ହେଇଯାଉଛି। ଉଠବେ ମନ ଉଠୁ। ହେ ପ୍ରଭୁ ଶୁଣୁ ତ କୁଆଡ଼େ ଗଲା ଡାକଣି ତାକୁ ଆସିକି ପୁରା ଡାଙ୍ଗ ନେଇକି ଆସ ବୁଟେଇକି ପେଟ ତା କାଣ୍ଡି ତେବେ ଯାଇ ସେ ଉଠିବ ବୁଝିଲ ନା? ଆଇଲୁ ବାପା ଆସିଲୁ ଉଠି ପଡୁ ଏଇଠୁ କି ବାବୁରାମ କି ନିଦ ଭାଙ୍ଗୁଛି। ବାବୁରାମ ଅତି ଗେହ୍ଲା ହେଇଯାଇଛି ଅତି ଗେହ୍ଲା। ତତେ ଏଇଠି ବସେଇଛି ସେଇଥିପାଇଁ ତୁ ଏମିତି ହଉ। ଇଚ୍ଛାଟା ବାହାର କାନ୍ଦିକି ବସିଅନେ ତେବେ ଯାଇ ତୁ ଠିକ ହଉ। ଉଠି ପଡ ବାପା ଡାଙ୍ଗଲି ମାରି ଓହୋ ଏତେ ସେ ବଦମାସି ହଉଛି କେତେ ହଉଛି। ଓହୋ କେତେ ଗେଲା ହଉଛି। ଦେଖ ସାଙ୍ଗମାନେ 9ଟା ପର୍ଯ୍ୟନ୍ତ ଶୋଇବ ସେ କ'ଣ ପାଠ ପଢ଼ିବ କ'ଣ ବଡ଼ ମଣିଷ ଗୋଟେ ହବ। ଦେଖ ମୁଁ କହିଦେବି ସମସ୍ତେ ଜାଣିଦେବି। ଏସା ତ ବାପା ଆସିବେ ଦୁଇଟା ଛେଚିବେ ଦେଖେଇକି ଠିକ୍ ହେବ। କେତେ ଗୁଡ଼ାଏ ପାଠ ଅଛି ତୁ କରିବୁ ନା ନାହିଁ? ନା ସେସବୁ କାହିଁ କରିବୁ? ଶୁଣିକି ରହ 3ଟା ପର୍ଯ୍ୟନ୍ତ ତେବେ ଯାଇକି ଠିକ୍ ହେବ। ପାଠ ଆପେ ଆପେ ହେଇଯିବ ନା ଆପେ ଆପେ? ହାଁ ହେଇଯିବ ନା ହେଇଯିବ? ମୋଟା ବି ଦେଖ ଭଲ ଡେଲି ମାଡ଼ ଖାଇବ ସିଏ ତଥାପି ତାର ହଉନି ପ୍ରତ୍ୟେକ ଦିନ 9ଟା ପ୍ରତ୍ୟେକ ଦିନ ତାର ଗୋଟେ ଅବଦ୍ଧ ଅଭ୍ୟାସ ହେଇଗଲା। ତଥାପି ସେ ଲୋକଟା ଡାଙ୍ଗ ଖଣ୍ଡେ ନେଇକି ଆସିବେ ଭାଇ ପର୍ଯ୍ୟନ୍ତ ବାଡ଼େଇ ଦେଲେ ତେବେ ଯାଇ ଠିକ୍ ବାଟକୁ ଆସିବ। ଚାଲ ଆମେ ନାଚପତ୍ର ଘଷିବା ଆମର ହଉଛି କରିବା କେତେ ଅଣ୍ଡା ଫୁଲକୁ ଦେଖ ମୋ ପୁଅକୁ ଦେଖ ତା ବଦନଟା ଟିକେ ଦେଖ ତା ବଦନ ଅନା ଚାହୁଁନି ସେ ଜମା ଚାହୁଁନି। ଚାଲ ଉଠିଲେ ଏବେ ନାଚପତ୍ର ଘଷିବେ ଆମର ଖାନା ପିନା କରିବେ ତାପରେ ପାଠଶାଠ ପଢ଼ିବେ। ବାଇ ମାସେ ପୁଣି ଦେଖା ହବ ହେଲା।